ଦେଖନ୍ତୁ ନ୍ୟୁଜ୍ଟି ଦେଖିବା କ୍ୟାବିନେଟ୍ ଆପ୍ରୁଭ୍ସ ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ଯାହାକି 24 ଅଗଷ୍ଟ କାଲି ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୟୁପିଏସ୍କୁ ଅନୁମୋଦନ ମିଳିଛି। ଦେଖିବା ୟୁପିଏସ୍ଟି କ'ଣ ଏହାର ସୁବିଧା ରହିଛି। ନୂତନ ପେନ୍ସନ୍ ଯୋଜନା ଘୋଷଣା କଲେ କେନ୍ଦ୍ର ସରକାର। କର୍ମଚାରୀ ପାଇଁ କେନ୍ଦ୍ର ସରକାର ଏକ ନୂତନ ପେନ୍ସନ୍ ସ୍କିମ୍ ଆସିଲା। ପ୍ରଥମ ହେଲା କେନ୍ଦ୍ର କ୍ୟାବିନେଟ୍ରେ ପେନ୍ସନ୍କୁ ବଡ଼ ନିଷ୍ପତ୍ତି। ୟୁନିଫାଏଡ୍ ପେନ୍ସନ୍ ସ୍କିମ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ସରକାରୀ କର୍ମଚାରୀ ପାଇଁ ଲାଗୁ ହେବ ୟୁପିଏସ୍। ଆଗରୁ ଚାଲିଥିଲା ଏନ୍ପିଏସ୍। ବେସିକ୍ ଦରମାର 50% ପେନ୍ସନ୍ ମିଳିବ ଏବଂ 25 ବର୍ଷ କାମ କଲେ ପୁରା ପେନ୍ସନ୍ ପାଇବେ। ପୁରା ପେନ୍ସନ୍ ମାନେ 12 ମାସ, ଯେଉଁ ଲାଷ୍ଟ 12 ମାସ ଆପଣ ଯେତିକି ଦରମା ପାଇଥିବେ ତାର ଗୋଟେ ଆଭରେଜ୍ କରାହେବ। 50% ଦରମା ଆପଣ ପାଇବେ। ଗୋଟିଏ ମାସର 50%, 12 ମାସର 50% ନୁହେଁ। ଏବଂ ଯଦି 10 ବର୍ଷ କାମ କଲେ ମାସକୁ ଅତି କମରେ 10,000 ପେନ୍ସନ୍ ମିଳିବ। ପରିବାର ପେନ୍ସନ୍ 60% ଦିଆଯିବ ଏବଂ 23 ଲକ୍ଷ ସରକାରୀ କର୍ମଚାରୀ ଏଥିରେ ଲାଭାନ୍ୱିତ ହେବେ। ଆସନ୍ତା ଏପ୍ରିଲ 1ରୁ ଲାଗୁ ହେବ ଏହି ପେନ୍ସନ୍ ଯୋଜନାଟି। ଯେଉଁମାନେ 2004ଠୁ ଆଜି ପର୍ଯ୍ୟନ୍ତ ଅବସର ନେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ଦେଖନ୍ତୁ, ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ କେନ୍ଦ୍ରର ମୋଦୀ ସରକାରଙ୍କ ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଗରୁ ଏନ୍ପିଏସ୍ ଚାଲିଥିଲା, ପୁରା ପ୍ରଥମରୁ ଚାଲିଥିଲା ଓପିଏସ୍, ଏବେ ଚାଲିଛି ଏନ୍ପିଏସ୍ ଏବଂ ସମସ୍ତ ସରକାରୀ କର୍ମଚାରୀ ଏନ୍ପିଏସ୍କୁ ବଦଳାଇବା ପାଇଁ ଓପିଏସ୍ କରିବା ପାଇଁ ଦାବି କରୁଥିଲେ, କିନ୍ତୁ ସରକାର ଏନ୍ପିଏସ୍ରୁ ଓପିଏସ୍ ନ କରି ୟୁପିଏସ୍ ଆଉ ଗୋଟିଏ ପେନ୍ସନ୍ ସ୍କିମ୍ ଆଣିଛନ୍ତି। ଦେଖିବା ଏଇ ପେନ୍ସନ୍ ସ୍କିମ୍ରେ କ'ଣ ଲାଭ ରହିଛି। ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ୟୁପିଏସ୍ ୟୁପିଏସ୍ କ'ଣ ନା, ଯେଉଁ ପେନ୍ସନ୍ ଭୋଗୀମାନଙ୍କୁ 50% ନିଶ୍ଚିନ୍ତ ପେନ୍ସନ୍ ଦିଆଯିବ। ଅବସର ପୂର୍ବରୁ 12 ମାସର ହାରାହାରି ବେସିକ୍ ସାଲାରୀକୁ ଆପଣ ସାଲାରୀର 50% ହେବ ଏବଂ ପେନ୍ସନ୍ କେବଳ 25 ବର୍ଷ ସେବା ପ୍ରଦାନ ପରେ ଦିଆଯିବ। ଏନ୍ପିଏସ୍ ପରିବର୍ତ୍ତେ ସରକାର ବର୍ତ୍ତମାନ ୟୁନିଫାଏଡ୍ ପେନ୍ସନ୍ ଦେବେ। ସରକାର ଏହି ଯୋଜନା ଅର୍ଥାତ୍ ଓପିଏସ୍ ଆଣିଛନ୍ତି ନା, ଓପିଏସ୍ ସମ୍ପୂର୍ଣ୍ଣ ଅଲଗା ୟୁପିଏସ୍ ଠାରୁ। ଦେଖିବା ଏଇ ୟୁପିଏସ୍ କ'ଣ। ବାସ୍ତବରେ ସରକାର ଘୋଷଣା କରିଥିବା ପେନ୍ସନ୍ ଯୋଜନା 1 ଏପ୍ରିଲ 2025ରୁ କାର୍ଯ୍ୟକାରୀ ହେବ। ଏହା ଅଧୀନରେ 10 ବର୍ଷ ଧରି ସରକାରୀ ଚାକିରିରେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ 10,000 ଟଙ୍କା ପେନ୍ସନ୍ ପାଇବେ ଏବଂ ଯେଉଁମାନେ 25 ବର୍ଷ କାମ କରିଛନ୍ତି ସେମାନଙ୍କୁ ପୂର୍ଣ୍ଣ ପେନ୍ସନ୍। ପୂର୍ଣ୍ଣ ପେନ୍ସନ୍ ମିନ୍ସ ଆପଣ ଯେତେ ଲାଷ୍ଟ ଗୋଟେ ବର୍ଷ ଅବସରର ଯେତିକି ଟଙ୍କା ଦରମା ବେସିକ୍ ପାଉଥିଲେ ସବୁଯାକକୁ ଆଭରେଜ୍ କରାଯିବ। ଗୋଟେ ମାସର 50% ଆପଣ ଯେତିକି ସେତିକି ପାଇବେ। ଆପଣ କହିବେ ସରକାର କାହିଁକି 12 ବର୍ଷର ଆଭରେଜ୍ କରିଛନ୍ତି? ଧନ୍ୟ ଜଣେ ଲାଷ୍ଟକୁ ପାଉଛି 1,20,000, ତାର ତ 50% 60,000 ହେଇଯିବ ନା। ତେଣୁକରି ସେ ପ୍ରଥମରୁ ଯେତିକି ପାଉଥିବେ ଏଇ 12 ମାସ ଯାକର ଗୋଟେ ବର୍ଷର ମିଶେଇ ଦେବେ, 12 ମାସର ତାକୁ ଆଭରେଜ୍ କରିବେ। ଏବଂ ଏଥିସହିତ ଯଦି ଜଣେ କର୍ମଚାରୀ ଚାକିରିରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପତ୍ନୀକୁ 60% ପେନ୍ସନ୍ ଦିଆଯିବ। ଯଦି ଜଣେ କର୍ମଚାରୀ 25 ବର୍ଷ କାମ କରିଥିବେ ଏବଂ ଅବସର ପୂର୍ବରୁ ଶେଷ 12 ମାସର ହାରାହାରି ବେତନର ଅତି କମରେ 50% ଦରମା ଦିଆଯିବ। ସମସ୍ତ ଏନ୍ପିଏସ୍ ବର୍ତ୍ତମାନ ଆମେ ଯେଉଁମାନେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କରିଛେ ସେମାନଙ୍କର ଏନ୍ପିଏସ୍ କଟୁଛି। ଯେଉଁମାନେ ଏନ୍ପିଏସ୍ ବର୍ତ୍ତମାନ କଟୁଛି ଯେଉଁମାନଙ୍କର, ସେମାନେ ୟୁପିଏସ୍କୁ ପରିବର୍ତ୍ତନ କରିବାର ବିକଳ୍ପ ପାଇବେ। ତାମାନେ ଆପଣ ଏନ୍ପିଏସ୍ କିମ୍ବା ୟୁପିଏସ୍ ଗୋଟିଏ ବିକଳ୍ପ ଯେଉଁଟାକୁ ଆପଣ ଚୟନ କରିବେ। ଏଥିପାଇଁ ସରକାର ବକେୟା ଅର୍ଥ ଦେବେ। ୟୁପିଏସ୍ ପାଇଁ ଯାହା ଆପଣଙ୍କର ଏନ୍ପିଏସ୍ ଯେଉଁ କଟିଛି ଏବଂ ବକେୟା ଅର୍ଥ ତାକୁ ସରକାର ହିଁ ପ୍ରଦାନ କରିବେ। 2004 ମସିହାରୁ ଅବସର ନେଇଥିବା କର୍ମଚାରୀ ମଧ୍ୟ ଏହି ସୁବିଧା ପାଇବେ। 2004ରୁ ଆଜି ପର୍ଯ୍ୟନ୍ତ ଯେଉଁମାନେ ଅବସର ନେଇଛନ୍ତି ଏହି ସୁବିଧା ପାଇବେ। 1 ଏପ୍ରିଲ 2025ରୁ କାର୍ଯ୍ୟକାରୀ ହେବ।